ମାଛ କ'ଣ ପାଇଁ ଆମେ ନାଳରେ ଧରୁଥିଲେ ଭିଡ଼ିଓଟି ଶେଷ ଯାଏଁ ଦେଖନ୍ତୁ। ହ୍ୟାଲୋ ଗାଇସ୍, ୱେଲକମ୍ ଟୁ ମାଇ ମିନି ବ୍ଲଗ୍। ତ ଆଜି ମୋ ଡେ 6ର ମୁଁ ଭିଡ଼ିଓଟିକୁ ଆରମ୍ଭ କରିଦେଇଥିଲି। ଆକ୍ଚୁଆଲି ଆମେ ମାଛଟା ଏମିତିରେ ହିଁ ମଜାରେ ଧରୁଥିଲୁ, କାହିଁକିନା ଛୋଟ ମାଛ ଆମ ଘରେ କେହି ଖାଇବେ ମାନେ କେହି ବାଛିବାକୁ ପସନ୍ଦ କରନ୍ତିନି। ଏମିତି ଧରିକିନା ନାଳରେ ଫୋପାଡ଼ି ଦେଉଥିଲୁ। ତାପରେ ଆମେ ଆମର ଖାଇବାକୁ ପଳେଇ ଆସିଥିଲୁ, ପିଠା ମିଠା ଭଜା ଖାଇସାରିଲା ପରେ ଆମେ ଟିକେ ଏଇଠି ଭାଇ ଭଉଣୀ ସମସ୍ତେ ମସ୍ତି କରୁଥିଲୁ। ମସ୍ତି କରିକି ଆମେ ଶୋଇପଡ଼ିଥିଲୁ। ତାପରେ 2:30 ବେଳକୁ ଉଠିକିନା ଆମେ ଖାଇବାରେ ଲାଗିଯାଇଥିଲୁ। ତ ଏଇଟା ଆମର ଖିଆପିଆ ଚାଲିଛି। ଓଉ ସମସ୍ତେ ନେବେ କହିକିନା ବାବା 4ଟା ଖଣ୍ଡେ ବେଳକୁ ଓଉ ତୋଳିବା ପାଇଁ ପଳେଇ ଯାଇଥିଲେ। ଏପଟେ ବାବା ଓଉ ତୋଳୁଥିଲେ, ହେଲେ ତାପରେ ଗଲେ ପହଁରିକିନା ସବୁ ଓଉ ଗୁରା ନେଇ ଆସିଲେ। ଭଏସ୍ ମୋର କ୍ଲିୟର ଆସୁନଥିବ କାହିଁକିନା ମୋ ଗଳା ବସିଯାଇଛି ଥଣ୍ଡା ଜ୍ୱରରେ ଥିବାରୁ। ତାପରେ ମୁଁ ବି ଯାଇକିନା ଡୁବିକା ମୁଁ ବି ନେଇକି ପଳେଇ ଆସିଥିଲି 2-3ଟା ଓଉ। ତାପରେ ଆସିକି ଡ୍ରେସ୍ ଚେଞ୍ଜ କରିଦେଇଥିଲି କାହିଁକିନା ଥଣ୍ଡା ଜ୍ୱର ହେଇଯିବ କହିକି। ତାପରେ ଆମେ ପଳେଇଥିଲୁ ଗୁପଚୁପ୍ ଖାଇବା ପାଇଁ। ତାପରେ ଗୁପଚୁପ୍ ଦୋକାନ ଆମେ ଛାଡ଼ି ଦେଇକିନା ମୋ ଭାଇ କୁଆଡ଼େ ସରିଯାଇଥିଲା କହିକିନା ଆମେ ଚାଲିକା ଘରକୁ ଆସିଲୁ।